ପରେ ଜଗନ୍ନାଥ ଦାସ ଗୋଟେ ଚିନ୍ତା କଲେ କ'ଣ କରିବି, ବନ୍ଧୁ ଘରକୁ ଆସିଛି, ନ ଖାଇଲେ ଅପମାନ, ଖାଇଲେ ବି ଅପମାନ। ହଉ, ଯେତେବେଳେ ଏଠି ବସିଗଲେ ମନୀଷା ଓ ଜଗନ୍ନାଥ ଦାସ ଯେତେବେଳେ ବସିଗଲେ, ଜଗନ୍ନାଥ ଦାସ କ'ଣ କଲେ, କହିଲେ ପ୍ରଭୁ ତୁମେ ରଖିଲେ ରଖିବ, ତୁମେ ମାରିଲେ ମାରିବ, ତମେ ତ ବଟେଇଛ। ଏତିକି କହିକି ଜଗତନାଥ ଜଗନ୍ନାଥଙ୍କର ଭକ୍ତ ଜଗନ୍ନାଥ ଦାସ କ'ଣ କଲେ ନା ସେଇ ଖାଦ୍ୟକୁ ଚଳୁ କରି ଯେତେବେଳେ ଭଗବାନଙ୍କୁ ସମର୍ପିତ କରିଦେଇଛନ୍ତି, ସମ୍ପୂର୍ଣ୍ଣ ଭାବରେ ସେ ପ୍ରସାଦ ରୂପରେ ପରିଣତ ହୋଇଯାଇଛି। ସେଇଠୁ ଜଗନ୍ନାଥ ଦାସଙ୍କର ଏଇ କଥାକୁ ଦେଖିକି ମନୀଷା ଆଚମ୍ବିତ ହୋଇଗଲେ, ହେ ଜଗନ୍ନାଥ ଦାସ ମୋତେ କ୍ଷମା କର, ମୁଁ ଜାଣିନଥିଲି ତମେ ଆଇଁଷ ନ ଖାଇବ ବୋଲି। ଆଜି ଏଭଳି ଭାବରେ ଦେଖ ଭଗବାନ ତମର କୃପା ଲାଭ କରିଛନ୍ତି ବୋଲି ସେଥିପାଇଁ ଦେଖନ୍ତୁ ଆଜି ଆଇଁଷକୁ ଆଜି ପରିଣତ କରିଦେଲ ମହାପ୍ରସାଦରେ। ଏହି କଥା ଦେଖି ଜଗନ୍ନାଥ ଦାସ ଆଉ ମନୀଷା ତାଙ୍କ ସ୍ତ୍ରୀ 3 ଜଣ ଯାକ ଏ ପ୍ରସାଦ ଗ୍ରହଣ କଲେ। ସେଠୁ କହିଲେ ବନ୍ଧୁ କ'ଣ ହେଇଛି ମୋ ପାଖକୁ ଆସିଥିଲ? ନା ମୁଁ ଗୋଟେ ଭାଗବତ ରଚନା କରିଛି, କିନ୍ତୁ କେଉଁଠି ତ୍ରୁଟି ରହିଯାଇଛି, ଆଉ ଆପଣ ନିଅନ୍ତୁ ଆକୁ ସଂଶୋଧନ ଟିକେ କରିବେ। ନା ଠିକ୍ ଅଛି, ଭାଗବତ ରଖିଦିଅନ୍ତୁ, ଆପଣ ଯାଆନ୍ତୁ, ମୁଁ ଆପଣଙ୍କୁ ଡକେଇବି। ଏମିତି କିଛି ଦିନ ବିତିଗଲା ପରେ ଜଗନ୍ନାଥ ଦାସଙ୍କର ଭାଗବତ ସମ୍ପୂର୍ଣ୍ଣ କରିସାରିଲାଣି। ସେତେବେଳେ ମନୀଷାକୁ ଖବର ଦେଲେ। ଜଗନ୍ନାଥ ଦାସ ସେଠୁ ଆସିଲା ପରେ ଜଗନ୍ନାଥ ଦାସ ଦେଖିଲେ ତା ଦେହରେ ସମ୍ପୂର୍ଣ୍ଣ ଭାବରେ ବିବରଣ ହେଇଛି। କ'ଣ ନା ଜଗନ୍ନାଥ ଦାସ ଯେତେବେଳେ 14 ଅକ୍ଷର ଭାଗବତକୁ ମନୀଷାକୁ 9 ଅକ୍ଷରରେ ତାକୁ ପରିଣତ କରିଥିଲେ। ବୁଝିଲେ କି? 9 ଅକ୍ଷରରେ ପରିଣତ କରିଥିଲେ। ମନୀଷାଙ୍କର ଭାଗବତକୁ ଯେତେବେଳେ ଶୁଣିକି ଦେଖିଲେ ଜଗନ୍ନାଥ ଦାସ ବହୁତ ଆଚମ୍ବିତ ହୋଇଗଲେ, ଆନନ୍ଦିତ ହୋଇଗଲେ। ସେଠୁ ଜଗନ୍ନାଥ ଦାସ ଭାଗବତ ଆଣିକି ଆସିଲେ ଘରକୁ, ଘରେ ପଢ଼େଇଲେ ମାଆଙ୍କୁ ଶୁଣିବା ଦ୍ୱାରା ବହୁତ ଆନନ୍ଦିତ ହେଲେ। କିନ୍ତୁ ତାପରେ ଯେତେବେଳେ ଜଗନ୍ନାଥ ଦାସ ଚିନ୍ତା କଲେ ଯେ ଓଡ଼ିଆ ଭାଗବତକୁ ସମଗ୍ର ଓଡ଼ିଶାରେ ବା ଉତ୍କଳରେ ଟୋଟାଲରେ ପ୍ରକାଶ କରାଯିବ, ପ୍ରତିଟି ସାଧୁସନ୍ଥ ବଡ଼ ପଣ୍ଡାମାନଙ୍କ ସହିତ ଯେତେବେଳେ ଆଲୋଚନା କଲେ ସମସ୍ତେ ବିରୋଧ କରିଥିଲେ, କହିଲେ ନା ଏଇଟା ପ୍ରଚାର ପ୍ରସାର ହେବ ନାହିଁ। କିନ୍ତୁ ଜଗନ୍ନାଥ ଦାସଙ୍କୁ କିଛି ପଣ୍ଡିତମାନେ ସପୋର୍ଟ କରୁଥିଲେ, ଯାହାଦ୍ୱାରା କହିଲେ ହଁ ପ୍ରଚାର ପ୍ରସାର ହେବ। କିନ୍ତୁ କିଛି ପଣ୍ଡିତମାନେ ସପୋର୍ଟ କରୁନଥିଲେ। ସେଉଠୁ ଚିନ୍ତା କରାଗଲା ଯେ ଯଦି ତମେ କହୁଛ ପ୍ରଚାର ପ୍ରସାର କରିବା ପାଇଁ ଏ ଭାଗବତ ସେତିକି ମହତ୍ତ୍ୱ ଅଛି, ତାହେଲେ ପ୍ରଭୁ ଜଗନ୍ନାଥଙ୍କ ପାଖରେ, ବିଗ୍ରହ ପାଖରେ, ଜଗନ୍ନାଥଙ୍କ ପାଖରେ ଏ ଭାଗବତଟା ରଖାଯିବ 100ଟି ଗ୍ରନ୍ଥ ତଳେ। ଯଦି ସ୍ୱୟଂ ନିଜେ ପ୍ରଭୁ ଜଗନ୍ନାଥ ଏ ଭାଗବତକୁ କାଢ଼ିକି ନିଜେ ପଢ଼ିବେ, କିଛି ମାନ୍ୟତା ଦେଇଥିବେ, ତାହେଲେ ଏ ଭାଗବତକୁ ଓଡ଼ିଶା ସାରା ବା ଉତ୍କଳ ସାରା ପ୍ରଚାର ପ୍ରସାର କରାଯିବ। ସେଇଆ ହେଲା। 100ଟି ଗ୍ରନ୍ଥ ତଳେ ଭାଗବତକୁ ରଖାଗଲା। ସକାଳ ହେଲା ମଧ୍ୟ ଦେଖିଲା ବେଳକୁ ସ୍ୱୟଂ ପ୍ରଭୁ ଜଗନ୍ନାଥ ରାତ୍ରରେ ସେ ଭାଗବତକୁ ସମ୍ପୂର୍ଣ୍ଣ ଭାବରେ ପଠନ କରି ଆଉ ମାନ୍ୟତା ଦେଇଥିଲେ। କ'ଣ ସେ ପଦଟା ଆପଣମାନଙ୍କୁ ମୁଁ କହିଦେଉଛି। ସେ ପଦଟା ହେଲା ଗୋବିନ୍ଦ 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 ପଦୁ ଗଳୁଚି ମକରନ୍ଦ, ସେ ମକରନ୍ଦ ପାନ କରି ହେଳେ ତରିଲେ ବ୍ରଜ ନାରୀ, ସେ ବ୍ରଜ ନାରୀଙ୍କ ପୟରେ ମନ ମୋ ଥାଉ ନିରନ୍ତରେ, ମନ ମୋ ନିରନ୍ତରେ ଥାଉ। ହା କୃଷ୍ଣ ବୋଲି ଜୀବ ଯାଉ, ହା କୃଷ୍ଣ ବୋଲି ଯାଉ ଜୀବ, ମତେ ଉଦ୍ଧାର ରାଧା ଧବ। ଯେତେବେଳେ ଏହି ପଦଟାକୁ ପ୍ରଭୁ ଜଗନ୍ନାଥ ନିଜ ହାତ ଲିପିରେ ଉଲ୍ଲେଖ କରିଥିଲେ, ପ୍ରତିଟି ପଣ୍ଡିତମାନେ ଦେଖି ଆଚମ୍ବିତ ହୋଇଗଲେ, କାନ୍ଦି ପକାଇଲେ ଜଗନ୍ନାଥ ଦାସଙ୍କର ଭକ୍ତିକୁ ଦେଖିକି। ସେଉଠୁ ଓଡ଼ିଶାରେ ଜଗନ୍ନାଥ ଦାସ ଓଡ଼ିଆ ଭାଗବତକୁ ପ୍ରଚାର ପ୍ରସାର କରିବାକୁ ଲାଗିଲେ। ସେତେବେଳେ ସମୟରେ ପ୍ରତିଟି ଗାଁରେ ଗୋଟେ ଭାଗବତ ଟୁଙ୍ଗି ତିଆରି କରାଗଲା। ଆପଣମାନେ ଭାବନ୍ତୁ ଆମ ଓଡ଼ିଶାର ଭାଗବତର ମହତ୍ତ୍ୱ କ'ଣ ଥିଲା। ତେଣୁକରି ଆଜି ସମସ୍ତେ ଏହି ବିଷୟକୁ ଅନୁମୋଦନ କରିବା ଦରକାର, ବୁଝିବା ଦରକାର। ଗୋଟିଏ ଭକ୍ତ ନିଜ ମା ପାଇଁ କେତେ କଷ୍ଟ କରି, କେତେ ଗାଳି ଖାଇ, କେତେ ମାଡ଼ ଖାଇ ଗୋଟେ ଭାଗବତକୁ ରଚନା କରିଥିଲା, ତାର ମହତ୍ତ୍ୱକୁ ଆଜି ଆମ ଓଡ଼ିଶାବାସୀ କେହି ବୁଝିପାରୁନାହାନ୍ତି। ପ୍ରତିଟି ସନାତନୀମାନଙ୍କୁ ମୁଁ କହିବି, ପ୍ରତିଟି ହିନ୍ଦୁମାନଙ୍କୁ କହିବି, ଆପଣମାନେ ଓଡ଼ିଆ ଭାଗବତ ପଢ଼ନ୍ତୁ, ଗୀତା ପଢ଼ନ୍ତୁ, ଆଉ ପିଲାମାନଙ୍କୁ ପଢ଼ାନ୍ତୁ। କାରଣ ଆମ ଯେଉଁ ପୂର୍ବପୁରୁଷମାନେ ଯେଉଁ ପରିଶ୍ରମ କରି ଏତେ ବଡ଼ ସୁନ୍ଦର ଭାବରେ ଯେଉଁ ଭାଗବତ ରସମୟକୁ ଆମେ ଉପଲବ୍ଧି କରୁଛେ, କଥାରେ ଅଛି ଭାଗବତ ଶୁଣିବା ଦ୍ୱାରା କୁଆଡ଼େ ଆମ ପିତୃପୁରୁଷମାନେ ମୁକ୍ତି ପାଉଥିଲେ, ଭାଗବତ ପଢ଼ିବା ଦ୍ୱାରା ଆମ ପିଲାମାନେ, ଆମ ପୂର୍ବପୁରୁଷମାନେ, ଆମ ମାଆ ମାନେ ଶାନ୍ତି ପାଉଥିଲେ। ତ ଭାବନ୍ତୁ ସେ ଭାଗବତର ମହତ୍ତ୍ୱ କ'ଣ। ଆଜି କ'ଣ ସେ ଭାଗବତକୁ ଆମେ ଭୁଲିଯିବା? ନା, କେବେ ବି ନୁହେଁ। ଆମେ ସେ ଭାଗବତକୁ ସମ୍ପୂର୍ଣ୍ଣ ଭାବରେ
ମନେ ରଖିବା, ଘରେ ଘରେ ଭାଗବତ ପଢ଼ିବା, ଘରେ ଘରେ ଭାଗବତ ଶୁଣିବା ଏବଂ ପ୍ରତିଟି ଗ୍ରାମରେ ଭାଗବତ ଟୁଙ୍ଗି କରିବା ନିହାତି ଦରକାର। ଯଦି ଏ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ନିଶ୍ଚିନ୍ତ ଭାବରେ ସେୟାର କରିବ, ଲାଇକ୍ କରିବେ, କମେଣ୍ଟ କରିବ। ସେଥିପାଇଁ ଆଉ ଗୋଟେ ଏପିସୋଡ଼ ଆଣିବା ପାଇଁ ଅପେକ୍ଷା। ଜୟ ଜଗନ୍ନାଥ।